ସମସ୍ତଙ୍କୁ ଅଭିନନ୍ଦନ। ଆଜି ଏକ ଚାଷୀମାନଙ୍କ ବିଷୟରେ ବାର୍ତ୍ତା କାହିଁକି ମନେ ଲାଗିଲା ଚାଷୀଙ୍କ ବିଷୟରେ ଟିକେ ଆଲୋଚନା କରିବା ପାଇଁ। ଆପଣମାନେ ତ ସମସ୍ତେ ଜାଣିଛନ୍ତି। ତା ପୂର୍ବରୁ ମୋର ବଡ଼ମାନଙ୍କୁ ସମ୍ମାନ ଓ ପ୍ରଣାମ, ସାନମାନଙ୍କୁ ମୋର ସ୍ନେହ ଓ ଆଶୀର୍ବାଦ। ଆପଣଙ୍କର ଜୀବନ ମଙ୍ଗଳମୟ ହେଉ। ଆମେ ଚାଷ ବିଷୟରେ ଆଲୋଚନା କରୁଛନ୍ତି, ସମସ୍ତେ ଜାଣିଛନ୍ତି ଏ ବିଷୟରେ, କିନ୍ତୁ ମୁଁ କିଛି ଟିକେ ତାକୁ ମନେ ପକାଇ ଦେଉଛି। ଆମେ ଯେତେବେଳେ ଚାଷ କରୁଛନ୍ତି, ପ୍ରଥମେ ଆମେ ତ ବିଭିନ୍ନ ପ୍ରକାର ଚାଷ ଅଛି। ଚାଷୀଙ୍କୁ ହୃଦୟରୁ ପ୍ରଣାମ। ସିଏ ଭଗବାନ ସଦୃଶ। ଭଗବାନ ସହିତ ଆମେ ତାଙ୍କୁ ତୁଳନା କରିବା ଠିକ୍ ନୁହେଁ ଭଗବାନଙ୍କ ଜାଗାରେ, କିନ୍ତୁ ଚାଷୀ ହେଉଛି ଜଣେ ଆମ ପାଇଁ ଭଗବାନ। କାରଣ ସିଏ ହେଉଛନ୍ତି ଆମର ଅନ୍ନଦାତା। ଯେଉଁଠି ହୁଅନ୍ତୁ, ଆମ ଘରେ ହୁଅନ୍ତୁ, ଆପଣଙ୍କ ଘରେ ହୁଅନ୍ତୁ, ସାହି ପଡ଼ିଶା, ଗାଁ ଗହଳି ବା ଯେକୌଣସି ଅଞ୍ଚଳରେ ହୁଅନ୍ତୁ, ଯିଏ ଚାଷ କରୁଛି, ଅନେକ ପ୍ରକାର ଚାଷ ଅଛି। କାରଣ ଚାଷ ନଥିଲେ ବାସ ନାହିଁ, ଗୋଟେ ଅଛି ପୁରୁଣା କଥା। ଚାଷ ପାଇଁ ସବୁ। ଆପଣମାନେ ଚିନ୍ତା କରନ୍ତୁ, ବହୁତ ବର୍ଷ ଆଡ଼କୁ ପଳାନ୍ତୁ, ଚାଷରୁ ହିଁ ସବୁ ହେଉଥିଲା। ଏବେ ସିନା ଆମେ ପାଠ ପଢ଼ିକି ଚାକିରି ବାକିରି କିଏ କରୁଛନ୍ତି, କିଏ ବେପାର ବିଜନେସ୍ କରୁଛନ୍ତି, କିନ୍ତୁ ଚାଷରୁ ହିଁ ସବୁ। ଆପଣମାନେ ଚିନ୍ତା କରନ୍ତୁ, ଯେତେବେଳେ ଆପଣଙ୍କର 50-60 ବର୍ଷ ତଳକୁ ପଳାନ୍ତୁ, କେବଳ ଚାଷରୁ ହିଁ ଘରର ବର୍ଷ ଯାକର କାର୍ଯ୍ୟକ୍ରମ ସବୁ, ଖର୍ଚ୍ଚ ବାର୍ଚ୍ଚ, ବନ୍ଧୁବାନ୍ଧବ, ବାହାଘର ସାହାଘର, ସେଇଥିରେ ସବୁ। ଚାଷ ନଥିଲେ କୁହନ୍ତି ବାସ ନାହିଁ। ତେଣୁକରି ଆମେ ଯେଉଁ ଅଞ୍ଚଳରେ ଚାଷ ରହୁଛନ୍ତି, ଆମର କେବଳ ଧାନ ଚାଷ ହେଉଛି। ଅଲଗା ଜାଗାରେ ତ ବହୁତ ପ୍ରକାର ଚାଷ ହେଉଛି। ସେମାନଙ୍କୁ ତ ହୃଦୟରୁ ସଲାମ। ସେ ଏତେ ପ୍ରକାର ଚାଷ କରିକି ତୁଲେଇ ପାରୁଛନ୍ତି ବୋଲି ଆମେ କିଛି କିଣିକି ହଉ ବରଂ ପାଇପାରୁଛନ୍ତି। ଆଉ ମାଟି ମାଆରୁ ଯେଉଁ ଚାଷ ଅମଳ କରୁଛନ୍ତି ଚାଷୀ, ପ୍ରଥମେ ଚିନ୍ତା କରନ୍ତୁ, ଆମେ ଧାନ ଚାଷ କଥା କହିବା। ଆମେ ଚାଷ କରୁଛନ୍ତି ଖରାଟିଆ ଚାଷ। ଆଗେ କଢ଼ାଣ ଦୌର ହବ। ଆଗେ ତ ହଳ ଲଙ୍ଗଳ ଥିଲା, ଏବେ ତ ନାହିଁ, କମିଗଲାଣି, 90% କମିଗଲାଣି। ଏବେ ଟ୍ରାକ୍ଟର ବା ହଉ, ପାୱାର ଟିଲର ହଉ ଚାଷ କରୁଛନ୍ତି। ଖରାଟିଆ ଚାଷ ହେବ 2 ଥର। କଢ଼ାଣ ଦୌର ତାକୁ କୁହନ୍ତି, ଆପଣମାନେ ଜାଣିଥିବେ। ତାପରେ ବର୍ଷା ଦିନ ଆସିଗଲା ମାନେ ତା ପୂର୍ବରୁ ଆମେ ତାକୁ ଖରାଦିନିଆ ଖତ ଛିଞ୍ଚନ ହେବ, ବିଲ ପୁରା ରେଡ଼ି। କାରଣ ଯେତେ ଚାଷ ଆପଣ କରିବେ ବିଲଟିକୁ ହଳ ଲଙ୍ଗଳ ହଉ ବା ଟ୍ରାକ୍ଟରରେ, ଚାଷୀର ମାଟିର ଉର୍ବରତା ବଢ଼ିବ। ତାପରେ ଆମରଙ୍କର ବର୍ଷା ଦିନ ଆସିଗଲା ମାନେ ତାକୁ ବୁଣାବୁଣି ଯେତେବେଳେ ହେଉଥିଲା, ଗାରୁଆ ବିଗିଡ଼ା କୁହାହେଉଥିଲା। ଧାନ ବୁଣା ହେଇଥିବ, ଗାରୁଆ ବିଗିଡ଼ା ମଇ ଦିଆ ହେଇବ, ତାକୁ ବାଟିଆ ପଡ଼ିବ, ସେସବୁ ଜିନିଷ କେତେ କଷ୍ଟ ଚିନ୍ତା କରନ୍ତୁ। ବର୍ଷା ଯଦି ହେଇଛି ତ ହେଇଛି, ଯଦି ବର୍ଷା ନ ହେଇଛି ଧାନ ବି ମରିଗଲା। ଯେତିକ ପରିଶ୍ରମ ସବୁ ବୃଥାରେ ଯିବ। ଆପଣ ଚିନ୍ତା କରନ୍ତୁ। ତାପରେ ବର୍ଷା ଦିନିଆ ଏବେ ସବୁ ବିଲ ରୁଆ ହେଉଛି, ତଳି ପକା ହେବ। ତଳିକୁ ଯତ୍ନ ସହକାରେ ତାକୁ ନେବେ। ଯତ୍ନ ସହକାରେ ତଳି ହେଇସାରିଲା ପରେ ତାକୁ ଯେଉଁ ଜାଗାରେ ରୋଇବେ, ସେ ବିଲକୁ ଆପଣ କଢ଼ାଣ ନା ଆଉ ତାକୁ କାଦୁଅ କରିବେ। ଥରେ କାଦୁଅ କରାଇବ, ପୁଣି 2 ଥର କାଦୁଅ କରିବ, ମହି ଦିଆହେବ, ସାର ପଡ଼ିବ। ସେଥିରେ ବିଲ ଯାଇକି ଆପଣ ରୋଇଦେଲେ। ବହୁତ ଏବେ ପରିଶ୍ରମ ହେଉଛି, ମଜୁରୀ ବଢ଼ିଗଲାଣି। କିଏ ବି ନିଜେ ମାନେ କରୁଛନ୍ତି, କିଏ ମାନେ ଶ୍ରମିକମାନଙ୍କୁ ଆଣି କରୁଛନ୍ତି। ସେ ଯାହା ବି ହେଉ, ହେଇଗଲା ବିଲ ଆପଣ ଚାଷ କରିଦେଲେ। କିନ୍ତୁ ବିଲରେ ପାଣି କେତେବେଳେ ରହୁଛି, କେତେବେଳେ ରହୁନାହିଁ, କେଉଁ ଟାଇମ୍ରେ ପାଣି ଖସିଗଲାଣି, ଚାଷୀଙ୍କ ଭାଇଙ୍କ ମଧ୍ୟରେ ମନମାଳିନ ହେଉଛି। ମୋ ବିଲରୁ ପାଣି ଖସିଗଲା, ସେ କହୁଛି ମୋ ବିଲରୁ ପାଣି ଘାଣିଦେଲ। ମାନେ କେତେ ସମସ୍ୟା ଭିତରେ ଯାହା ଯେମିତି କରିକି ସାର ପଡ଼ିବ, ତାପରେ ଔଷଧ ପଡ଼ିବ, କୀଟନାଶକ ପଡ଼ିବ, କେତେ ପ୍ରକାର ଚାଷୀ, କେତେ ପ୍ରକାର ଦାୟିତ୍ୱ ତା'ର। ଆମେ କ'ଣ କହୁଛୁ ନା ବିଲ ରୁଆ ସରିଗଲା, କିନ୍ତୁ ବିଲରେ କେତେ ପ୍ରକାର କାମ। ଲାଷ୍ଟରେ ବାଳୁଙ୍ଗା ବଛା ହେବ, ପୁଣି ବିଲରେ ଘାସ ହେଇଗଲା, ତାକୁ ମରାଯିବ, ପୁଣି ଏମିତି ଧାନ ମଧ୍ୟ ହେଇଗଲା। ଯଦି ବର୍ଷା ହେଇଛି ତ ଠିକ୍, ଧାନ ଚାଷ ହେଇଗଲା। ଯଦି ବର୍ଷା ପାଣି ପବନ ଉପରବାଲା ହାତରେ ଯଦି ନହେଲା, ପୁଣି ଆପଣମାନେ ଚାଷର କ୍ଷତି ସହିବେ। ଆପଣ ଖାଲି କହୁଛନ୍ତି ଚାଷ, କେତେ ସେ ପରିଶ୍ରମ କରି ଚାଷ କରିଥିବ, ଲାଷ୍ଟକୁ ଯେତେବେଳେ ଧାନ ପାଚି ଯାଇଥିବ, ସେ ଟାଇମ୍ରେ ବର୍ଷା ହେବ ବେଳେବେଳେ। ଆପଣମାନେ ସମସ୍ୟା ବି ଜାଣିଥିବେ, ବହୁତ ଜାଗାରେ ଆପଣ ଚାଷ କରିଥିବେ, ଲାଷ୍ଟ ଧାନ କଟାକଟି ଟାଇମ୍ରେ ବର୍ଷା ହେଇଯିବ ଯେ ଧାନ ନଷ୍ଟ। ସେ ଯାହା ଯେମିତି କରି ଧାନ କଟା ହେଇକି ବାରି ଅମଳକୁ ପଳେଇ ଆସିଲା। ଏବେ ତ ସବୁ ମେସିନ୍ ମାଧ୍ୟମରେ ହେଇଯାଉଛି, ଆଗେ ତ ଆଉ ହାତରେ କଟା ହେଉଥିଲା। ସେ ଯାହା ଯେମିତି ହଉ ଚାଷ ହେଇଗଲା। ଧାନ ଚାଷୀଟିଏ ଚାଷ କରିକି ଧାନ ଅମଳ କରିକି ବସ୍ତା କରିକି ବିକିବ, କେଉଁଠି କେତେ ରେଟ୍ କ'ଣ ଅଛି। ବେଳେବେଳେ ମଣ୍ଡିରେ ନେଇକି ଧାନ ବିକିବାକୁ ଆପଣ ଦେଖିଥିବେ, ସେଠି ବର୍ଷାରେ ତିନ୍ତୁଥିବ, ଟ୍ରାକ୍ଟର, ଟ୍ରକର, ଗାଡ଼ି ମାଲ ଭର୍ତ୍ତି ହେଇଥିବ, ଧାନ ସେଠି ଥୁଆ ହେଇଥିବ, ତିନ୍ତି ଯାଉଥିବ। ମାନେ କେତେ କ୍ଷତି। ଚାଷୀଟିଏ କେତେ ପରିଶ୍ରମ କରିକି ଲାଷ୍ଟରେ ତା'ର କ୍ଷତି। ଲାଭ ହେଉଛି କିଛି ନାହିଁ। ଚାଷ ଯେଉଁମାନେ ଠିକ୍ ଠାକ୍ ତୁଲେଇ ପାରୁଛନ୍ତି, ଠିକ୍ ପାଣିପାଗ ଦେଉଛି, ଠିକ୍ ଭାବରେ ବିକି ପାଇଲା, ସେ କିଛି ପଇସା ଉତ୍ପନ୍ନ କରୁଛି। ବିଲ ଚାଷ ଅଛି ମାନେ, ଧାନ ଅଛି ମାନେ ସେ ଚାଷ କରିବ। ବିଲ ଅଛି, ଧାନ ଚାଷ କରିବ। ଆମ ଅଞ୍ଚଳରେ ଧାନ ଚାଷ, ଅଲଗାମାନଙ୍କୁ ତ ମୁଁ ତ ହୃଦୟରୁ ପ୍ରଥମରୁ କହିଯାଇଛି 100 ସଲାମ। ସେମାନେ ମୁଗ, ବିରି, କୋଳଥ, ମାଣ୍ଡିଆ, ଯାଉ, ଯେତେ ପ୍ରକାର ଖାଦ୍ୟ ଆମେ ଖାଉଛନ୍ତି, ସବୁଥିର ଚାଷ ହିଁ ସେମାନେ କରୁଛନ୍ତି।
ଯେକୌଣସି ହଉ ପଶ୍ଚିମ ଓଡ଼ିଶା ହଉ ଉତ୍ତର ଓଡ଼ିଶା ହଉ ସମସ୍ତଙ୍କୁ ଓଡ଼ିଶାର ହଉ ଭାରତର ହଉ ସାରା ପୃଥିବୀରେ ଯେଉଁମାନେ ବି ଚାଷ କରୁଛନ୍ତି ତାଙ୍କୁ ହୃଦୟରୁ ଶହେ ଶହେ ସଲାମ। ଚାଷୀଟିଏ ଏମିତି ଆପଣ ଜାଣିଥିବେ ପ୍ରଥମରୁ ଆରମ୍ଭ କରି କେତେ ଦାୟିତ୍ୱ, ଲାଷ୍ଟ ଧାନ ବିକିବା ସମସ୍ୟା ପର୍ଯ୍ୟନ୍ତ, ଧାନ ପଇସା ଆକାଉଣ୍ଟକୁ ଆସିଲା ପର୍ଯ୍ୟନ୍ତ ବି ସମସ୍ୟା। ଧାନ ମଣ୍ଡିରେ ପକାଇଦେବ କେତେ ଓଦା ହେଇଯାଉଥିବ, ଧାନ ନଷ୍ଟ ହେଇଯାଉଥିବ। ଚିନ୍ତା କରନ୍ତୁ, ଚାଷୀକି ଆମେ କେବେ ଅବହେଳା କରିବା ନାହିଁ ବା ଘୃଣା କରିବା ନାହିଁ କି ଚାଷୀର ଲୋକଟା ବୋଲି ଆମେ ତାକୁ କିଛି କହିବା ନାହିଁ। ଆମେ ତାଙ୍କୁ ସମ୍ମାନ ଜଣାଇବା। ଚାଷୀଟିଏ ଆମର ଯେମିତି ଆମର ଭାରତ ସରକାରଙ୍କର ଆମର ବର୍ଡ଼ର ଅଛି, ଯେଉଁଠି ପାକିସ୍ତାନ ବର୍ଡ଼ର ହେଉ କି ଆମର ଚାଇନା ବର୍ଡ଼ର ହେଉ, ସେଠି ଆମର ସିପାହୀ ମାନେ ଆମର ସୈନିକମାନେ ଆମକୁ ଜଗିଛନ୍ତି। ସେ ଜଗିଛନ୍ତି ବୋଲି ଆମେ ଘରେ ଅଚିନ୍ତାରେ ରହିଯାଉଛନ୍ତି। ସେମିତି ଚାଷୀ ଭାଇ ଜଣେ ବି ଆମର, ସିଏ ବି ଆର୍ମି ସଦସ୍ୟ, ସିଏ ଚାଷଟିକୁ ଜଗିକି ବର୍ଷକ ଯାଙ୍କର ଖାଦ୍ୟପେୟ ବ୍ୟବସ୍ଥା କରିକି ଆମେ ବରଂ ତାଙ୍କ କତିରୁ କିଣୁ, ଆମେ ଚାଷ ନ କରି ତାଙ୍କଠୁ କିଣିକି ଖାଉ ବରଂ, ସିଏ କରୁଛୁ ବୋଲି ଆମେ ତାକୁ କିଣି ଦିଅନ୍ତି। ସେ ଯଦି ଚାଷ ନ କରିବ, ଆମେ ଯଦି ଚାଷ ଛାଡ଼ିଦେବା, ଚାଷ ଯଦି ନ କରିବ ଜଣେ, ଆମେ କେଉଁଠୁ କିଣିବା? ପଇସା ତ ତୁମ କତିରେ ଥିବ, ମୁଠା ମୁଠା ପଇସା ତୁମେ ରୋଜଗାର କରୁଥିବ, କିନ୍ତୁ ଖାଦ୍ୟ କେଉଁଠୁ ପାଇବ? ତେଣୁକରି ଚାଷୀଙ୍କୁ ହୃଦୟରୁ ସଲାମ। କେଉଁଠି ଭୁଲ ଥିଲେ କ୍ଷମା କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।